ଏହି କାହାଣୀ ଗୋଟିଏ କୃଷକର ଯିଏକି ବହୁତ ପରିଶ୍ରମୀ ଥିଲା। ସେ ବହୁତ ପରିଶ୍ରମ କରି ତା କ୍ଷେତରେ ଫସଲ ଲଗାଉଥିଲା ଏବଂ ତା'ର ଦେଖା ଚାହାଁ ମଧ୍ୟ କରୁଥିଲା, କିନ୍ତୁ କୌଣସି ନା କୌଣସି କାରଣରୁ ତା ଫସଲ ନଷ୍ଟ ହୋଇଯାଉଥିଲା। ଯେମିତିକି ଅଧିକ ଖରା ହେଲେ ମରୁଡ଼ି ପଡ଼ୁଥିଲା ଏବଂ ଅଧିକ ବର୍ଷା ହେଲେ ବନ୍ୟା ବାତ୍ୟା ଆସୁଥିଲା। ଏମିତି କୌଣସି ନା କୌଣସି କାରଣ ଯୋଗୁଁ ତା ଫସଲ ନଷ୍ଟ ହୋଇଯାଉଥିଲା। ଗୋଟିଏ ଦିନ ସେ ଚାଷୀ ଗୋଟିଏ ଗଛ ତଳେ ବସି ତାହାର ନଷ୍ଟ ହୋଇଯାଇଥିବା ଫସଲକୁ ଦେଖୁଥାଏ ଏବଂ ରାଗରେ ଆକାଶ ଆଡ଼କୁ ଅନେଇ କହୁଥାଏ, ପ୍ରଭୁ, ସମସ୍ତେ ଲୋକେ ତୁମକୁ ମହାନ ମାନନ୍ତି, ସର୍ବଜ୍ଞାନୀ କୁହନ୍ତି, ସବୁଠୁ ବଡ଼ ମାନନ୍ତି, କହନ୍ତି କି ତୁମକୁ ସବୁ କିଛି ଜଣା। ମୋତେ ତ ଏମିତି ଲାଗୁଛି ତୁମକୁ ଏତିକି ବି ଜଣା ନାହିଁ କି ଫସଲ କେମିତି ହୁଏ। ଯଦି ତମେ ଏହା ଜାଣିଥାନ୍ତ, ସବୁବେଳେ ଯେଉଁ ଝଡ଼, ତୋଫାନ, ବନ୍ୟା, ବାତ୍ୟା ଓ ମରୁଡ଼ି ଆସେ ତାହା କେବେ ଆସିନଥାନ୍ତା। ତମେ କ'ଣ ଜାଣ ନାହିଁ କି କେତେ କଷ୍ଟ ସହିବାକୁ ପଡ଼େ ଆମ କୃଷକମାନଙ୍କୁ? ଯଦି ମୋ ପାଖରେ ସେ ଶକ୍ତି ଥାନ୍ତା କି ମୁଁ ଯେମିତି ଚାହେଁ ସେମିତି ପାଗ କରିପାରିଥାନ୍ତି, ତାପରେ ତମେ ଦେଖିଥାନ୍ତ ମୋ ଫସଲ କେମିତି ଭଲ ହୁଅନ୍ତା। ହଠାତ୍ ସେତିକି ବେଳେ ଆକାଶରୁ ଗୋଟିଏ ସ୍ୱର ଶୁଣାଗଲା, ମୁଁ ତୋତେ ଶକ୍ତି ଦେଉଛି, ତୁ ଯେମିତି ଚାହିଁବୁ ଫସଲ କରିପାରିବୁ। ସେ କଥା ଶୁଣି ଚାଷୀଟା ବହୁତ ଖୁସି ହେଲା। ଗୋଟିଏ 2 ଦିନ ଗଲା ପରେ ଚାଷୀଟା ପୁଣି ଥରେ କ୍ଷେତରେ ଗହମ ଚାଷ କଲା। ତା ପାଖରେ ତ ଶକ୍ତି ଥିଲା, ସେ ଯେମିତି ଚାହିଁବ ସେମିତି ଫସଲ କରିପାରିବ। ଚାଷୀଟା ବନ୍ୟା, ବାତ୍ୟା, ମରୁଡ଼ି କିଛି ବି ତା ଫସଲରେ ଆସିବାକୁ ଦେଲା ନାହିଁ। ସେ ତା'ର ଫସଲକୁ ନଷ୍ଟ ହେବାରୁ ବଞ୍ଚେଇଲା ଏବଂ ସେହି ବର୍ଷ ସେ ଚାଷୀର ଫସଲ ବହୁତ ଭଲ ହେଲା, ଯେମିତିକି କେବେ ହୋଇନଥିଲା। ଚାଷୀଟା ମନରେ ମନରେ ବହୁତ ଖୁସି ହେଉଥିଲା ଏବଂ ଭାବୁଥିଲା, ଈଶ୍ୱରଙ୍କୁ କହିବି, ଏହାକୁ କହିବେ ଶକ୍ତିର ସଠିକ୍ ପ୍ରୟୋଗ। କିଛି ଦିନ ଗଲା ପରେ ଫସଲ କାଟିବାର ସମୟ ଆସିଲା। ସେ ବହୁତ ଖୁସିର ସହିତ ଫସଲ କାଟିବାକୁ ଗଲା। ଯେତେବେଳେ ସେ ଫସଲ କାଟୁଥାଏ, ହଠାତ୍ ତା'ର ଆଖି ଗହମ ଉପରେ ପଡ଼ିଲା। ସେ ଦେଖିଲା ସେଠାରେ ଗହମ ଦାନା ହିଁ ନାହିଁ, ଖାଲି ଚୋପା ଅଛି। ଚୋପା ଭିତରେ ଗୋଟିଏ ବି ଦାନା ନାହିଁ। ଏହା ଦେଖି ଚାଷୀ ବହୁତ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ପୁଣି ଥରେ ଚିଲେଇ ଚିଲେଇ ଈଶ୍ୱରଙ୍କୁ ଡାକିଲା ଏବଂ କହିଲା, ତମେ ମୋତେ କିଛି ଦଣ୍ଡ ଦେଇଛ। ସେତିକିବେଳେ ଆକାଶ ଉପରୁ ଶବ୍ଦ ଶୁଣାଗଲା, ମୁଁ ତୋତେ କିଛି ଦଣ୍ଡ ଦେଇନି, ପରନ୍ତୁ ଏହାର ସବୁ କିଛି ଦାୟୀ ତୁ। ତୁ ତ ଗଛମାନଙ୍କୁ ସଂଘର୍ଷ କରିବାକୁ ଚାନ୍ସ ହିଁ ଦେଲୁନି। ତୁ ସେମାନଙ୍କୁ ଟାଣ ଖରା ସହିବାର ଶିଖେଇଲୁନି କି ବର୍ଷା ମାଡ଼ ଖାଇବାର ଶିଖେଇଲୁନି। ତୁ ତ ଗଛମାନଙ୍କୁ କିଛି ବି କଷ୍ଟ ସହିବାର ଶିଖେଇଲୁନି। ସେଇଥିପାଇଁ ସବୁ ଗଛ ଭିତରୁ ଖାଲି। ଯେତେବେଳେ ଖରା, ବର୍ଷା, ଶୀତ ତାଙ୍କ ଉପରେ ପଡ଼େ, ସେତେବେଳେ ସେମାନେ ସଂଘର୍ଷ କରିବା ଶିଖନ୍ତି ଏବଂ ସେହି ସଂଘର୍ଷରୁ ଶକ୍ତି ଜନ୍ମ ହୁଏ, ଯେଉଁଥିରେ କି ଶକ୍ତି ଓ ଊର୍ଜା ଥାଏ ଏବଂ ଏହି ସଂଘର୍ଷରୁ ଗହମ ଦାନା ବନିଥାଏ। ତୁ ସେମାନଙ୍କୁ ଖରାପ ସମୟରେ ବଞ୍ଚିବା ଶିଖେଇଲୁନି, ଯେଉଁଠୁ କି ସେମାନଙ୍କର ଜନ୍ମ ହୁଅନ୍ତା। ସେଇଥିପାଇଁ ସବୁ ଗହମ ଗଛ ଭିତରୁ ଖାଲି ଥିଲା, କାହିଁକି ନା ତୁ ସେମାନଙ୍କୁ ସଂଘର୍ଷ କରିବା ଶିଖେଇ ନଥିଲୁ। ଠିକ୍ ଏମିତି ସିଚୁଏସନ୍ ଆମ ଲାଇଫ୍ରେ ମଧ୍ୟ ହୁଏ। ଏହି କାହାଣୀରୁ ଆମକୁ ଏହା ଶିକ୍ଷା ମିଳେ ଯେ ଆମ ଲାଇଫ୍ରେ ଯେଉଁ ଖରାପ ସମୟ ଥାଏ, ଯାହାକୁ କି ଲୋକମାନେ ଷ୍ଟ୍ରଗଲ୍ କୁହନ୍ତି, ସଂଘର୍ଷ କୁହନ୍ତି, ଏଇଠୁ ହିଁ ମଣିଷମାନଙ୍କର ଗ୍ରୋଥ୍ ହୋଇଥାଏ। ଆପଣମାନେ ଜାଣିଥିବେ, ଯେତେବେଳେ ଗୋଟିଏ ଡାଇରେକ୍ଟର କୌଣସି ବି ମୁଭି ବନାଏ, ସବୁଠୁ ଡିଫିକଲ୍ଟ ରୋଲ୍ ଗୋଟିଏ ବେଷ୍ଟ ଆକ୍ଟରକୁ ହିଁ ଦେଇଥାଏ। ଯେତେବେଳେ ଆପଣଙ୍କୁ ଏମିତି ଲାଗେ କି
ଆପଣଙ୍କର ଲାଇଫ୍ରେ ବହୁତ ସାରା ପ୍ରୋବ୍ଲେମ୍ସ ଅଛି, ଆପଣଙ୍କର ଭାଗ୍ୟ ଖରାପ, ସେତେବେଳେ ଆପଣ ଖୁସି ହୁଅନ୍ତୁ। ଭାବନ୍ତୁ ଏହିସବୁ ପ୍ରୋବ୍ଲେମ୍ ଈଶ୍ୱର ଆପଣଙ୍କୁ କ'ଣ ପାଇଁ ଦେଇଛନ୍ତି। କାହିଁକି ନା ଆପଣ ସେସବୁ ପ୍ରୋବ୍ଲେମ୍କୁ ପଛରେ ପକାଇ ଆଗକୁ ବଢ଼ିବେ। ଟିକେ ଭାବନ୍ତୁ, ଯଦି ଲାଇଫ୍ରେ କିଛି ପ୍ରୋବ୍ଲେମ୍ ନଥାନ୍ତା, କିଛି କଷ୍ଟ ନଥାନ୍ତା, ଜୀବନରେ ବଞ୍ଚିବାର ମଜା ଆସିନଥାନ୍ତା।